ଲଗାଣ ବର୍ଷାରେ ବନ୍ୟା ସ୍ଥିତି ଉପୁଜିଥିବା ବେଳେ ପ୍ରଶାସନର ଦୂରଦୃଷ୍ଟିର ଅଭାବ ଏବଂ ଜମି ଜବରଦଖଲ ଯୋଗୁଁ ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ। ଏହିଭଳି କିଛି ସମସ୍ୟା ଏବେ ଭଦ୍ରକ ପୌରାଞ୍ଚଳର କେତେକ ୱାର୍ଡ ଓ ପଞ୍ଚାୟତରେ ଦେଖିବାକୁ ମିଳୁଛି, ଯେଉଁଠି ଲୋକେ ଏବେ ମନୁଷ୍ୟକୃତ ବନ୍ୟାରେ ଉବୁଟୁବୁ ହେଉଛନ୍ତି। ଭଦ୍ରକ ଜିଲ୍ଲାରେ ଏବେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଜିଲ୍ଲାର 6ଟି ବ୍ଲକ ସହ 3ଟି ସହରାଞ୍ଚଳ ମଧ୍ୟ ଏହି ବନ୍ୟାରେ ପ୍ରଭାବିତ ହୋଇଛି। କିନ୍ତୁ ଭଦ୍ରକ ସହରାଞ୍ଚଳ ଓ ଗୋଟିଏ ଦୁଇଟି ପଞ୍ଚାୟତରେ ଦେଖାଦେଇଥିବା ଏହି ବନ୍ୟା ଓ ଜଳବନ୍ଦୀ ସ୍ଥିତି ସମ୍ପୂର୍ଣ୍ଣ ଭାବେ ମନୁଷ୍ୟକୃତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଭଦ୍ରକ ପୌରପାଳିକାର 4ଟି ୱାର୍ଡ ସମେତ ଚରମ୍ପା ପଞ୍ଚାୟତ ଏବେ ଜଳବନ୍ଦୀ ଅବସ୍ଥାରେ। ସହରରେ ରହୁଥିଲେ ମଧ୍ୟ ରାସ୍ତା ଉପରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି। ଚରମ୍ପା ଅଞ୍ଚଳରୁ ପୂର୍ବରୁ ବର୍ଷା ପାଣି ଡାହାଣୀ ଗଡ଼ିଆ ଓ ଛପୁଲିଆ ଦେଇ ନିଷ୍କାସିତ ହୋଇଯାଉଥିଲା, କିନ୍ତୁ ଏବେ ସେହି ସବୁ ନାଳ ଓ ଜଳାଶୟ ଜବରଦଖଲକାରୀଙ୍କ କବ୍ଜାରେ ଥିବାରୁ ଅଞ୍ଚଳବାସୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଆଜି 5 ବର୍ଷ ସରିବାକୁ ବସିଲାଣି। ଆମେ ସବୁଠାରୁ ଦୁଃଖ ପରିତାପର ଅନୁଭବ କରିକି ଆମେ ଆଜି ଦିନ ବିତାଉଛୁ। ଏବଂ ଏ 3ଗୋଟି ୱାର୍ଡ 1, 2, 3 ଏ 3ଗୋଟି ୱାର୍ଡ ଏ କିଛି ବର୍ଷ ହେବ 2-3 ବର୍ଷ ଧରିକି ଏ ସମସ୍ୟା ଦେଖାଦେଇଛି। ଆଗରୁ ନଥିଲା। କିଛି ମୁଷ୍ଟିମେୟ ବ୍ୟକ୍ତି ସରକାରୀ ଜାଗାକୁ ଅବରୋଧ କରି ନିଜର ବେପାର ବଢ଼ାଇଛନ୍ତି ଏବଂ ବିଲ୍ଡିଂ କରିକି ଆଜି ଲୋକଙ୍କର ଯେଉଁ ସମସ୍ୟାଟାକୁ ମାନେ ନିଜକୁ ନିଜେ ଜୋର ଜବରଦସ୍ତି ଯେମିତି ପ୍ରେସର କରିକି ଗୋଟେ ଜିନିଷ କରାଯାଏ, ସେଇଭଳି ଲୋକଙ୍କ ମୁଣ୍ଡରେ ଏଟାକୁ ସମସ୍ୟାଟାକୁ ପୂରେଇ ଦିଆଯାଇଛି, ଯେଉଁଟାକି ଲୋକମାନେ ଆଜି ହନ୍ତସନ୍ତ ଅବସ୍ଥାରେ, ଗୁରୁଗାଈ ହନ୍ତସନ୍ତ ଅବସ୍ଥାରେ, ପଶୁପକ୍ଷୀ ହନ୍ତସନ୍ତ ଅବସ୍ଥାରେ ଏବଂ କୃଷକ ତାର ଆଜି ଦେଖନ୍ତୁ ଏ ଅଞ୍ଚଳର କେତେ ଜମି, 1 ଏକର ଜମି, 100 ଏକର ଜମି ଆଜି ତଳା ପଚି ଯାଇଛି ଏବଂ ଏ ପର୍ଯ୍ୟନ୍ତ ଚାଷୀ ଜଣେ ବିଲକୁ ବାହାର ପାରୁନାହିଁ। ଆଗରୁ ମଧ୍ୟ ଆଜ୍ଞା ବନ୍ୟା ହେଉଥିଲା, ଆଗରୁ ମଧ୍ୟ ବର୍ଷା ହେଉଥିଲା, କିନ୍ତୁ ଏଇଭଳି ପରିମାଣ ବର୍ଷା ବନ୍ୟା ପରେ 7-8 ଦିନ ପାଣି ଘେରରୁ ଆମେ ରହୁନା। ଆଜି ଏପଟ 3ଟି ୱାର୍ଡ ଏବଂ ଗୋଟେ ପଞ୍ଚାୟତ ବି ଲୋକ ବସବାସ କରୁଛନ୍ତି। ପାଣି କିନ୍ତୁ ଏପଟ ଯାଉନି, ଆଣ୍ଠି ପାଣି ଏବେ ବି ଅଛି 8 ଦିନ ପରେ ବି। କାହିଁକି ଯେଉଁ ଆମର ମୁଖ୍ୟ ଯେଉଁ ପାଣି ଯାଏ ଛପୁଲିଆ ପୋଲ ଏବଂ ଆପଣଙ୍କର ଯେଉଁ ବିଶାଲ ମେଗାମାର୍ଟ ପାଖରେ ଯେଉଁ ରହିଛି ବ୍ରିଜଟା ସାଳନ୍ଦୀ ନେଇକି କନେକ୍ସନ୍ ହେଇଛି, କିନ୍ତୁ ସେଠି ଏବିକା କିଛି ନିଜର ଜାଗା କହିକି ତାକୁ କବ୍ଜା କରି ରଖିଛନ୍ତି। ବଡ଼ ବଡ଼ ନେତା କତୁ ନେଇକି ବଡ଼ ବଡ଼ ଡିଲର କତୁ ନେଇକି ରଖିଛନ୍ତି ସେଠି। ତ ମୋ କହିବାରେ ସରକାର ସେଗୁଡ଼ାକୁ ଦୃଷ୍ଟି ଦେଇଛି କି ନ ଦେଇଛି ଆମେ ତ ଜାଣିନୁ, କିନ୍ତୁ ନହେଲେ ସେ କେତେ ସାହସ କଲା ଯେ ସେ ଦୁଆର ମାନେ ମୁଖ୍ୟରେ ଯେଉଁ ଗୋଟେ ପାଣି ହୁଏ ଘର କରିଦେଇଛନ୍ତି, ବନ୍ଧ କରି ପକେଇଲେଣି। ତ ଯାହା ବି ହେଉ ଯଦି ସେଠି ହେଇଛି କିଛି ଥଇଥାନ କରନ୍ତୁ, ଯେଉଁଭଳି ପାଣିଟା ଗୋଟେ ପରମାନେଣ୍ଟ ସଲ୍ୟୁସନ୍ କରନ୍ତୁ। ଡାହାଣୀ ଗଡ଼ିଆ ଓ ଛପୁଲିଆ ଦେଇ ପୂର୍ବରୁ ସହଜରେ ବର୍ଷା ପାଣି ବାହାରି ଯାଉଥିଲା, ଯେଉଁଥିପାଇଁ ଚରମ୍ପାର 4ଟି ୱାର୍ଡ ଓ ପଞ୍ଚାୟତରେ କୌଣସି ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉନଥିଲା। କିନ୍ତୁ ଏବେ ପୋଲ ସାମ୍ନାରେ ଘର ନିର୍ମାଣ ହେବା ସହ ଅନେକ ଜବରଦଖଲ ସମସ୍ୟା ସୃଷ୍ଟି ହୋଇଛି। ପ୍ରଶାସନ କେତେକ ସ୍ଥାନରେ ଉଚ୍ଛେଦ କରିଥିଲେ ମଧ୍ୟ ସମସ୍ୟା ଯେମିତିକୁ ସେମିତି ରହିଛି। ସ୍ଥାନୀୟ ଲୋକେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ଏବେ ବି ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହୋଇପାରୁନଥିବା କହିଛନ୍ତି ଗ୍ରାମବାସୀ। ଏ ପାଣି ତ ସବୁ ଘର ଦ୍ୱାର କରିଦେଲେଣି, ରାସ୍ତା ତ ବୁଡ଼ିକି ରହୁଛି। ଛପୁଲିଆ ପାଖରେ ତ ନୂଆ ରେଲୱେ ବ୍ରିଜ୍ ହେଉଛି, ସେଠି ବନ୍ଦ କରିଦେଇଛନ୍ତି, ଆଉ ବୁଡ଼ିକି ପାଣି ପାସ୍ ହେଉଛି। ତା ଆଗର ଏ ବିଶାଳ ପାଖରେ ସେଠି ଛପୁଲିଆ ଯେଉଁ ହାଇରୋଡ଼ର ସିଏ ବି ପୁତା ହେଇଗଲା, ପାଣି ପାସ୍ ହେଉନି, ସଦାବେଳେ ପାଣି ବହେ, ଚାଷ ବି ହେଇପାରୁନି। ଛପୁଲିଆ ଯେଉଁ ଜଗନ୍ନାଥ ରୋଡ଼ ସେ ଛପୁଲିଆ ବି ପୁତା ହେଇଯାଇଛି, ସେ ପାଣି ପାସ୍ ହେଉନି। ତେଣୁକରି ପାଣିଟା ସଦାବେଳେ ଏପାର ଉକାଳ, ବଟିଆ, ବିଦାଙ୍ଗ ଏମିତିରେ ପୁଡ଼ାଡ଼ିଆ, ପାଦିଆ ସାହି, ତଳାଙ୍ଗ ଶାସନ ପର୍ଯ୍ୟନ୍ତ ପାଣି ଠେସିକି ରଖୁଛି। ଆଉ ନିଜକୁ ଆମେ ସହରବାସୀ କହିବା ପାଇଁ ଆଜ୍ଞା ନିଜକୁ ଘୃଣା କଲୁଣି, କାରଣ ଗ୍ରାମାଞ୍ଚଳ ଯେଉଁମାନେ ସବୁ ବହୁତ ଶାନ୍ତିରେ ଅଛନ୍ତି। ଆଜ୍ଞା ଆମ ଘର 3 ନମ୍ବର ୱାର୍ଡ଼ରେ, 3 ନମ୍ବର ୱାର୍ଡ଼ରେ ବନ୍ୟା ପ୍ରତ୍ୟେକ ବର୍ଷ ଆସୁଛି। ପ୍ରତ୍ୟେକ ବର୍ଷ 3 ମାସ ପର୍ଯ୍ୟନ୍ତ ଆମେ ପାଣି ଘେରାରେ ଅଛୁ। କାହିଁକି ଯେ ଆଜ୍ଞା ଏ ସମସ୍ୟା ଆଗରୁ ନଥିଲା। ଏ ସମସ୍ୟା ଆମ ବାପା ଟାଇମ୍ରେ ଦେଖୁଛୁ, ଛୋଟବେଳେ ଆମ ବାପା ସାଙ୍ଗରେ ସ୍କୁଲ ଯାଉଥିଲୁ କରୁଥିଲୁ। ସେ ସମୟରେ ପାଣି ସୁରୁଖୁର, ବନ୍ୟା ଯେଉଁ 2-3 ଦିନ ପାଣି ରହିଥିବ, ତାପରେ ପାଣି ଆପେ କଟିଯାଏ। ଆପଣ ଦେଖୁଥିବେ ଯେଉଁ ଲାଇନ୍ ଛପୁଲିଆ ପୋଲ ଅଛି, ସେ ଛପୁଲିଆ ପୋଲ ଦେଇ ଆପଣଙ୍କ ବିଶାଳ ମେଗାମାର୍ଟ କତୁ ନେଇକି ଆପଣଙ୍କର ସାଖୁ ପାଖରେ ଯେଉଁ ଅଛି ସେଠି ଏ ନେଇକି ପାସ୍ ହେଇଯାଏ, ସେପଟେ ଯାଇକି ସାଳନ୍ଦୀରେ ପାଣି ପଳେଇଯାଏ, 2-3 ଦିନରେ କଟିଯାଏ। ଏ ସମସ୍ୟା ଥିଲା, କିନ୍ତୁ ଆଜିକି ବୋଧେ ବର୍ଷା ଛାଡ଼ିଗଲାଣି। ଆଜିକି ଦେଖନ୍ତୁ 8 ଦିନ ହେଲାଣି ବର୍ଷା ଛାଡ଼ିଗଲାଣି, ନାହିଁ ବନ୍ୟା। ଲୋକ ଆମେ ସହର ଅଞ୍ଚଳ 1ରୁ 3 ବାସୀ ବର୍ତ୍ତମାନ ଭାସୁଛୁ। ଭଦ୍ରକରୁ ଜଗନ୍ନାଥ ବେହେରାଙ୍କ ରିପୋର୍ଟ, ଖବର ଓଡ଼ିଶା।